ଇଏ ହଉଛି ଆମ ବଡ଼ବିଲର ଉଲିପୁର ଭିଲେଜର ମାଇନ୍ସ। ସାଙ୍ଗମାନେ ଦେଖିପାରୁଥିବେ କେତେ ଭଲ କେତେ ଗ୍ଲୋଲି ଦେଖାଯାଉଛି। ଏଠିକାର ପାଣି ପବନ ମାନେ ମନକୁ ଛୁଇଁ ଯାଉଛି। ଏଠି ଗଛ ଲତା ସବୁଜ ନିର୍ମଳ କେତେ ଭଲ ଲାଗୁଛି। ତ ହେ ଗାଇସ୍, ଗୁଡ୍ ମର୍ଣ୍ଣିଂ, ଜୟ ଜଗନ୍ନାଥ। କେମିତି ଅଛନ୍ତି ସବୁ? ଆଇ ହୋପ୍ ସମସ୍ତେ ଭଲ ଥିବେ। ମୁଁ ବହୁତ ହି ଭଲ ଅଛି। ଆଜି ଦିନ ସାରା ଘରେ ଖାଲି ଥିଲୁ ତ ଭାବିଲୁ ଟିକେ ବୁଲିକି ଆସିବା। ତ ଆମେ 2-3 ଜଣ ଆସିଛୁ ବୁଲିବା ପାଇଁ। ବୁଲିବା ସହିତ ଆମେ କିଛି ଜିନିଷ ପାଇଥିଲୁ ଏଇଠି। ଏଠିକାର ପାଣି ବହୁତ ସୁନ୍ଦର ଥିଲା। ତ ଆମେ ଭାବିଲୁ ଟିକେ ତଳକୁ ଯାଇକି ପାଣି ଟିକେ ଛୁଇଁକି ଆସିବା। ମାନେ କାଚ ପରିକା ଆଇନା ପରିକା ବହୁତ ସୁନ୍ଦର। ତ ଦେଖିପାରୁଥିବେ ସାଙ୍ଗମାନେ, ମୁଁ ଏଠି କିଛି ଜିନିଷ ପାଇଛି। କହିବାକୁ ଗଲେ ଏଇଟା ଆମ ଆଦିବାସୀରେ କୁହନ୍ତି ଜହ୍ନ। ଆପଣଙ୍କ ଭାଷାରେ କଣ କୁହନ୍ତି ମୋତେ କମେଣ୍ଟ ମାଧ୍ୟମରେ ନିହାତି ଜଣେଇବେ। ତ ସେଗୁଡ଼ା ନେଇକି ମୁଁ ଚାଲିଲି। ଦେଖନ୍ତୁ ମୁଁ ଧରିଛି ସେଗୁଡ଼ାକୁ। ଏଠି ବହୁତ ହି ମିଳେ। ତ ଆମେ ଏଗୁଡ଼ାକୁ ନେବା ପାଇଁ ଲୋକମାନେ ଏଠି ଆସିଥାନ୍ତି। ତ ଆମ ଗାଁରୁ ବି ଆସନ୍ତି। ମୁଁ ଆସିନି ତ ଆଜି ଆମେ ଫାଷ୍ଟ ଆସିଥିଲୁ। ଟିକେ ଜାଗା ଦେଖିବା ପାଇଁ ବି ଦେଖନ୍ତୁ ମୋ ଦିଦି ଏଠି କାଟୁଛନ୍ତି। କାହିଁକିନା ଆମେ ତା ଗୋଟେ ଆଣିଥିଲେ ତ ସେ ଏକୁଟିଆ କାଟୁଥିଲେ, ଆମେ ବସିଥିଲୁ। ତ ସାଙ୍ଗମାନେ ଏଠିକା ଜାଗା ଆପଣମାନଙ୍କୁ କେମିତି ଲାଗିଲା କମେଣ୍ଟ ମାଧ୍ୟମରେ ନିହାତି ଜଣେଇବେ। ମୋତେ ତ ବହୁତ ହି ଭଲ ଲାଗୁଛି। ବହୁତ ହି ମାନେ ଏଠିକାର ଜାଗା, ଏଠି ଗଛ ଲତା ବହୁତ ହି ଭଲ ଲାଗୁଛି। ଆଉ ପାଣି ତ ପାଣି। ଏଠି ଏ ମାଇନ୍ସଟା ହବ 10-15 ବର୍ଷ ହବ ବନ୍ଦ ହେଇଯାଇଛି। କିଛି ପ୍ରୋବ୍ଲେମ୍ ହେଇଥିଲା ବୋଧେ, ମୁଁ ନଥିଲି ସେତେବେଳେ। ତ ବନ୍ଦ ଅଛି, ସେଥିପାଇଁ ଲୋକମାନେ ଏଠି ଯିବା ଆସିବା କରୁଛନ୍ତି। ଆହୁରି ଉପରକୁ ବହୁତ ଜଙ୍ଗଲ, ମାନେ ଘଞ୍ଚ ଜଙ୍ଗଲ ଅଛି। ତ ଆମେ ସକାଳ 8ଟା ବେଳେ ଆସିଥିଲୁ ତ 1 ବାଜିଲାଣି। ଭୋକ ଲାଗିଲାଣି, ସେଥିପାଇଁ ଆମେ ଏତେ ଉପରକୁ ଯାଇନୁ। ତ ସାଙ୍ଗମାନେ ଭିଡ଼ିଓଟି କେମିତି ଲାଗିଲା କମେଣ୍ଟ ମାଧ୍ୟମରେ ନିହାତି ଜଣେଇବେ। ତ ଦେଖା ହବା ନେକ୍ସଟ ଭିଡ଼ିଓରେ। ସେଥି ପର୍ଯ୍ୟନ୍ତ ରହିଲି। ଜୟ ଜଗନ୍ନାଥ। ଲଭ୍ ୟୁ। କମେଣ୍ଟ, ସବସ୍କ୍ରାଇବ୍ ଆଉ ଭିଡ଼ିଓଟିକୁ ଦେଖିବା ପାଇଁ ଜମା ବି ଭୁଲିବେନି। ଆପଣଙ୍କ କମେଣ୍ଟର ୱେଟ୍ରେ ମୁଁ ରହିଲି। ଯଦି ଭିଡ଼ିଓଟି ଭଲ ଲାଗେ କମେଣ୍ଟ ନିଶ୍ଚୟ